ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୂରିଲା ବର୍ଷେ। ମନରୁ ଲିଭିନି ସେହି କାଳ ରାତିର କରାଳ ରୂପ। ତାରିଖ ଥିଲା ଜୁନ୍ 2, ସମୟ ସନ୍ଧ୍ୟା 7ଟା। ସ୍ଥାନ ବାହାନଗା ରେଳ ଷ୍ଟେସନ। ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିଲା କରମଣ୍ଡଳ ଏକ୍ସପ୍ରେସ୍। ଯାନ୍ତ୍ରିକ ତ୍ରୁଟି ପାଇଁ ବାହାନଗା ରେଳ ଷ୍ଟେସନରେ ଲୁପ୍ ଲାଇନ୍ରୁ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ କରମଣ୍ଡଳର କିଛି ଡବା ରେଳ ଲାଇନ୍ରୁ ବାହାରକୁ ଛିଡ଼ିକି ପଡ଼ିଥିଲା। ଫଳରେ ଦୁର୍ଭାଗ୍ୟବଶତଃ ସେହି ସମୟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ବିପରୀତ ରେଳ ଧରଣରେ ଯାଉଥିବା ବେଙ୍ଗାଲୁରୁ ହାଓଡ଼ା ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହାକି ଭାରତ ସମେତ ପୃଥିବୀର ସବୁଠୁ ବଡ଼ ଟ୍ରେନ୍ ଦୁର୍ଘଟଣା ବୋଲି ଅଭିହିତ କରାଯାଉଛି। ତେବେ ଏହା ଭିତରେ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ପୂରିଛି ବର୍ଷେ। ଲୌହ ଦାନବର ରକ୍ତ ଭୋଜି କଥା ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠୁଛି। ଏହି ଦୁଃଖଦ ଘଟଣା କେବଳ ଭାରତ କାହିଁକି ତମାମ ବିଶ୍ୱବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଲିଭିଯାଇଥିଲା 296 ଜଣଙ୍କ ଜୀବନ ଦୀପ। 1200ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳର ନେତା ଏଠାକୁ ଆସିବା ସହ ସମବେଦନା ଜଣାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ତେବେ ଏବେ ସବୁ ପ୍ରତିଶ୍ରୁତି ପ୍ରତାରଣା ପାଲଟି ଯାଇଛି। ବ୍ୟୁରୋ ରିପୋର୍ଟ, ଭଞ୍ଜଉତ ନ୍ୟୁଜ୍।